ଜାଣିଲୁ ଆଉ ରାସ୍ତା ଘାଟରେ ମଣିଷକୁ ଚଲେଇ ଦଉନାହାନ୍ତି। କିଏ? ସବସ୍କ୍ରାଇବ ମାନେ କଣ ସବସ୍କ୍ରାଇବ ପାଟିରେ ବସୁନି, ପାଟିରେ ପଶୁନି? ଲୋକମାନେ ଚଲେଇ ଦଉନାହାନ୍ତି ଆଉ। ପଶେଇବାକୁ ଚେଷ୍ଟା କର। ସବସ୍କ୍ରାଇବର ରାସ୍ତା ଘାଟରେ ତମକୁ ଚଲେଇ ଦଉନାହାନ୍ତି? ଆଉ କଣ ତମକୁ କହୁଛନ୍ତି? ମାନେ କୁଣ୍ଢେଇକି ଗେଲ। ହଁ କାହିଁରେ କଣ କୁଣ୍ଢେଇକି ମାଉସୀ ଆପଣଙ୍କର ଭିଡିଓ ଭଲ ଲାଗୁଛି, ସେ କେତେ କହୁଛନ୍ତି ହିସାବ ନାହିଁ। ସତ ନା ମୁଁ କଣ? କଣ କରିବି ମୁଁ ଜାଣିପାରୁନି। ଯିଏ ବେଶୀ ଗେଲ କରୁଛି ତାଙ୍କ ଘରକୁ ପଳା। ମୁଁ ଭାବୁଛି ସେଇଆ, କାଲିଠୁ ସେଇଆ ଭାବି ଦେଇଛି। ଆଉ ନହେଲେ ପଳା। ମୁଁ କହିଲି ନା ଏଠି କାହିଁ ରହିବି, ଏତେ ହରକତ ହେବି। ନା ଆଜି ଗୋଟେ କହିଦିଅ ପୁରା ଯେ ଯୋଉମାନେ ମତେ ନେଇକି ରଖିବାକୁ ଚାହୁଁଛ ପାଖରେ, ମତେ ଜଣା, ମୁଁ ତାଙ୍କ ଘରକୁ ଯିବି। ଆଉ ଗୋଟେ କହିଦିଅ। ନାଇଁ ସତ୍ୟ ତ, ମୁଁ କାଲିଠୁ ସ୍ଥିର କରିସାରିଛି ମତେ ଯୋଉମାନେ ବହୁତ ବହୁତ ଭଲ ପାଉଛନ୍ତି ମୁଁ ସେମାନଙ୍କ ଘରେ ଯାଇକି ରହିବି। ଏଇଆ ତ ପୁରା ସବୁଦିନ ରହିବିନି, କିନ୍ତୁ କାମ କରିପାରିବିନି, ଖାଲି ଶୋଇବି। ହଁ କିଛି କିଛି ଦିନ ରହିବି ଆଉ ଶୋଇବି, ଯାହା ଖଣ୍ଡେ ଖାଇବି ଶୋଇବି, ଯେତିକି ସମୟ ପାରିବି ଗପିବି। ଆଉ ତାପରେ 8 ଦିନ ରହିଲା ପରେ ଆଉ ଜଣଙ୍କୁ ତମ ରାସ୍ତାଘାଟରେ ଚଲେଇ ଦଉନଥିଲେ ନା। କଣ କଲା? ତମେ ଗୋଟେ କାମ କର, ପୋଲିସ ଫୋର୍ସ ନେଇକି ରାସ୍ତାରେ ଯାଅ। ପୋଲିସ ଫୋର୍ସ ତମ ରାସ୍ତାଘାଟରେ ଚଲେଇ ଦଉନାହାନ୍ତି, ତମେ କୁଆଡେ ସେଲିବ୍ରିଟି ହେଇଗଲାଣି। ଆଉ ମୁଁ କଣ ପ୍ରାଇମ ମିନିଷ୍ଟର ନା ଚିଫ ମିନିଷ୍ଟର ହେଇପାରିବି? ତମେ ତାଙ୍କୁ ଠାରୁ ବଡ ଉର୍ଦ୍ଧ୍ବରେ, ତମେ ସେଲିବ୍ରିଟି ବା ତମେ। ସେଇଆ ନୁହଁ, ସେଲିବ୍ରିଟି ମାନଙ୍କୁ ସତରେ ଚଲେଇ ଦଉନାହାନ୍ତି ଆଉ। ଖଣ୍ଡିଆ ସେଲିବ୍ରିଟି ତମେ। ହେ ଖଣ୍ଡିଆକୁ ତ କେତେ ଆଦର କରୁଛନ୍ତି, ଆଉ ଯଦି ପୁରା ଭଲ ହେଇଥାନ୍ତି ତାହେଲେ କେତେ ଆଦର କରନ୍ତି। ହଉ ନିଜେ ଜାଣିପାରୁନୁ ମତେ କେତେ ଗେଲ କରୁଛନ୍ତି। ଗେଲ ମାଉସୀ ମାଉସୀ ନଥିଲେ ଭିଡିଓ ହବନି। ଏ ବୋପା, ତୁ ଖାଲି ମତେ ପସନ୍ଦ କରୁ। ତମର ଖାଲି ଫ୍ୟାନ ଉରା, ଖାଲି ସିଲିଂ ଫ୍ୟାନ, ଟେବୁଲ ଫ୍ୟାନ, ଷ୍ଟାଣ୍ଡିଂ ଫ୍ୟାନ, ଏସି, କୁଲର ସବୁ ତମ ପଛରେ। ହଉ ମାର୍କେଟ ଏମିତି ଘାଣ୍ଟି ଚାଲ। ଠିକ ଅଛି।